ଈଶ୍ୱରଙ୍କ ବାକ୍ୟ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ନିମନ୍ତେ ପାତ୍ମ ନାମକ ଦ୍ୱୀପରେ ସେ ବନ୍ଦୀ ହେଇକି ଥିଲେ। କ'ଣ ପାଇଁ ସେ ବନ୍ଦୀ ହେଇକି ଥିଲେ? କାରଣ କ'ଣ? ସେ କ'ଣ ଦୋଷ କରୁଥିଲେ? ସେ କ'ଣ ଭୁଲ କରୁଥିଲେ? କ'ଣ ପାଇଁ 96 ବର୍ଷର ବୁଢ଼ା ବ୍ୟକ୍ତିଙ୍କୁ ପାତ୍ମ ନାମକ ଦ୍ୱୀପରେ ବନ୍ଦୀ କରି ଦଣ୍ଡ ଦେଉଛନ୍ତି? କ'ଣ ପାଇଁ ବୋଲି କହିଲେ, ସେ କୌଣସି ନରହତ୍ୟା କରିନାହିଁ, ବ୍ୟଭିଚାର କରିନାହିଁ, କୌଣସି ଚୋରି କରିନାହିଁ, କାହାର ଲୁଟିକି ଖାଇନାହାନ୍ତି। କିନ୍ତୁ ଗୋଟିଏ ବିଷୟ ପାଇଁ ସେ ପାତ୍ମ ନାମକ ଦ୍ୱୀପରେ ସେ ଦଣ୍ଡ ଭୋଗୁଛନ୍ତି। କ'ଣ ସେଇ କାରଣ ବୋଲି କହିଲେ, ତାହା ହେଉଛି ସେଇ କାଳର ମଣ୍ଡଳୀକୁ ଏବଂ ଭବିଷ୍ୟତରେ ପ୍ରଭୁଙ୍କର ମଣ୍ଡଳୀକୁ ଏକ ଶୁଭବାର୍ତ୍ତା ଦେବା ନିମନ୍ତେ, ଏକ ସୁସମାଚାରର ସେବାରେ ତାହାଙ୍କୁ ସେଇ ତତ୍କାଳୀନ ରୋମ ସମ୍ରାଟ ତାହାଙ୍କୁ ମୃତ୍ୟୁଦଣ୍ଡ ଦେଶ ଦେଇଥିଲା। ସେତେବେଳେ ଯୋହନଙ୍କୁ କାରାଗାରରେ ରଖାଯାଇଥିଲା। କାରାଗାରରେ ଅନେକ ବନ୍ଦୀମାନେ ଥିଲେ। ସେମାନେ ଅପରାଧ କରି, ଚୋରି ବଦମାସ କରି, ନରହତ୍ୟା କରି ଦଣ୍ଡ ଭୋଗୁଥିଲେ। ହେଲେ ଯେତେବେଳେ ଆମ ପ୍ରଭୁଙ୍କ ଦାସ ଯୋହନ କାରାଗାରରେ ଥିଲେ, ସେତେବେଳେ ଅନେକ କାରାଗାରରେ ଥିବା ଲୋକମାନଙ୍କୁ ସୁସମାଚାର ଜଣାଇକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ବିଷୟ ଜଣାଇଲେ, ପରମେଶ୍ୱରଙ୍କର ବାକ୍ୟ ବିଷୟ ଜଣାଇଲେ। ଜଣାଇବା ଦ୍ୱାରା ସେମାନେ ମୂର୍ଖ ଲୋକମାନେ ଭଲ ହେଇଯାଇକରି ପରମେଶ୍ୱରଙ୍କୁ ଭୟ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାକୁ ଲାଗିଲେ। ସେମାନେ ଅନୁତାପ କଲେ, ଆଉ ଅନୁତାପ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲେ। ହାଲେଲୁୟା।